ଆଜିର ଶିଶୁ ଆସନ୍ତା କାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏହି କଥାକୁ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। ଛୋଟ ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ। ସେଥିପାଇଁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ଆଜି ସେହି ମହାନ ବ୍ୟକ୍ତିଙ୍କର ଜନ୍ମଦିନକୁ ସାରା ଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। 1899 ମସିହାରେ ଜବାହରଲାଲ ନେହେରୁ ଉତ୍ତରପ୍ରଦେଶର ଆହ୍ଲାବାଦ ବା ବର୍ତ୍ତମାନର ପ୍ରୟାଗରାଜ ସହରରେ ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାମାନଙ୍କ ଉଦ୍ଦେଶ୍ୟରେ ସ୍ୱଦେଶୀ ସିନେମା ତିଆରି କରିବା ପାଇଁ ସେ 1995 ମସିହାରେ ଶିଶୁ ଚଳଚ୍ଚିତ୍ର ସୋସାଇଟି ଇଣ୍ଡିଆ ପ୍ରତିଷ୍ଠା କରିଥିଲେ। ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ସ୍ୱତନ୍ତ୍ର। ସେମାନଙ୍କ ହସ ଦୁନିଆର ସବୁଠୁ ଦାମୀ ଜିନିଷ। ତେଣୁ ଶିଶୁଙ୍କ ଭିତରେ ଭେଦଭାବ ଦୂର କରି ସେମାନଙ୍କ ଲାଗି ଏକ ନିରାପଦ ପୃଥିବୀ ତିଆରି କରିବା ସମସ୍ତଙ୍କର ଦାୟିତ୍ୱ। ବ୍ୟୁରୋ ରିପୋର୍ଟ, ଓଡ଼ିଶା।